ତମେ ଏତେ ପଛରେ କାଇଁ ବଇଛ? ଆଗକୁ ଆସୁନ। ଏ ଦି ଜଣ ଆଗକୁ ଆସୁନ। ଏତେ ପଛରେ ବଇଛ। ପିଲା ଆଇଥିଲେ ପଛରେ ବଇଥିଲେ କିଛି ନାହିଁ। ଆସ ଆଗକୁ ଆସ। ସବା ଆଗରେ ଆସିବ, ସବା ଲାଷ୍ଟକୁ ଆସିବ। ହଁ ସେଇଠି ବସ। ହାତ ଟେକିବ ହେଲା। ଏଇ ବହି ବନ୍ଦ କର। ଇତିହାସର ଲେଖକ କିଏ? ପ୍ରାବନ୍ଧିକ। ହାତ ଟେକ। କୁହ ତମେ କୁହ। ତାଙ୍କର ଲେଖା ଲେଖା ପଢିନ? ତମେ କୁହ। ସ୍ୱାଧୀନ ଚିନ୍ତା। ସେ ଭୋଟ ଟା ଦେଇଦିଅ। ଆଉ କଣ? ଅନନ୍ତ ପ୍ରେମ ନାଇଁ, ସ୍ଵାଧୀନତା ନାଇଁ, ସ୍ତ୍ରୀ ଶିକ୍ଷା, ଶିକ୍ଷା ନାଇଁ, ରାକ୍ଷସ ଲୀଳା। ଏଟା ତମର ନାହିଁ। ମୁଁ ତାଙ୍କର ଯୋଉ ଗୋଟେ ବିବିଧ ପ୍ରବନ୍ଧ ଭିତରେ କେତେଟା ପ୍ରବନ୍ଧ ଅଛି କହିଥିଲି? 20ଟା। ତମେ 4 ଜଣ ପଢିକି ଆସୁନ। ତାପରେ ହେଉଛନ୍ତି ପୁଷ୍ପପୁରରେ ବର୍ଷା ବରଣ ପ୍ରାବନ୍ଧିକ। କେହି ନାହିଁ। ତମେ କୁହ। ତାର ଲେଖା ପ୍ରବନ୍ଧ ମାନସ ଆଉ ତାଙ୍କର ଗୋଟେ ଆତ୍ମଜୀବନ ଅଛି ମୋ ସମୟରେ ମୋ ସମୟରେ ଏକାଡେମୀ ପୁରସ୍କାର ପାଇଥିଲେ। ଏଇଟା କୋଉ ବିଷୟରୁ ଆସିଛି? ଏଇ ଯୋଉ ପୁଷ୍ପପୁରରେ ବର୍ଷା ବରଣ ପ୍ରବନ୍ଧ ମାନସରୁ ଆସିଛି। ପ୍ରବନ୍ଧ ମାନସରୁ ଆସିଛି। ପୁଅ ପିଲା କାହିଁ ପଢିକି ଆସୁନ? ବହି ବିଷୟ ଆସି ଥରିବ। ଆଉ 5ଟା କ୍ଲାସରେ ଟୋଟାଲି ଓଡିଆ ବହି ସେଇଥିପାଇଁ ପଢିବେ। ଏକ୍ଜାମ ଆସିଥିବ ପୁରା ପଣ୍ଡିତ। ମୋର ଇଣ୍ଟରନାଲ ହବ 13 ମାସରେ। ଡିସେମ୍ବର 26ରେ। କଣ ପଢୁଛ ମୁଁ କିଛି ବୁଝିପାରୁନି। ମଝିରେ ମଝିରେ କୋଶ୍ଚିନ୍ ଆନ୍ସର ଡିସ୍କସନ ନ କଲେ ସେଇ ବା ମୁଁ କହୁଛି ରିଭିଜନ ବେଳେ ନ କଲେ ବଡପଣ କବିତାର କବି କିଏ? ବଡପଣ କବିତାର କବି କିଏ? ପୁଅ ପିଲା କହିବ। ସେଇ ଜଣେ କେବଳ ହାତ ଟେକିବ। ତାଙ୍କର ଲେଖା କବିତା ନାଇଁ ଆଉ କିଏ କହିନ ଝିଅ ପିଲା କିଏ କହିପାରିବେ ହାତ ଟେକିଲ? ତମେ କୁହ। ସତୀ ଭେରି ଗୁଡ୍। ତମେ କୁହ। ସେ କୁହ। ହଉଛି ଚିଲିକା, ଉଷା, ପାର୍ବତୀ, ମହାଯାତ୍ରା, ଜଗତୀ କେଶରୀ। କାଇଁ କଣ ପାଠ କୁଆଡେ ଗଲା? 8 ଦିନ ହେଇଗଲାଣି। ମାନେ ଅଧଘଣ୍ଟାର ପାଠ ବି ଘୋଷିକି ଆସିବ। 2ଟା କବି ପରିଚୟ ଆଉ 2ଟା ତମର ଲେଖା। ଅଛି। ତାକୁ ବୁଲଉନୁ, ଜମା କିଛି ଜାଣିନି। ପତ୍ର ତାକୁ ଏଇଟା ଅଣେଇ ଦଉନୁ, ଆମେ ସେଇଟା ଅଣଉନୁ। ତପସିନା ପତ୍ର ପଢାଉନି ତମର?
ପିଲାମାନେ ତମ ତପସ୍ୱିନ ପତ୍ର ପଢା ହେଇନି? ସେଟା ଫାଟି ଯାଇଛି ତ ସେଟା ନୂଆ ଲାଗିବ। ହଁ ତ ଯୋଉ ଗୋଲ୍ଡ କଣ ମୁଁ ଲଗେଇ ପାରୁନି ସେଇଟା ମୁହଁଟା ଫାଟି ଯାଇଛି ସେ ଯୋଉ ପଳଉଛି। ତପସ୍ୱିନ ପତ୍ର ତମର ପଢା ହେଇନି? ଆଁ ହେଇନି ପଢା ହେଇନି? ମୁଁ ଭାବିଛି ତମର କବିତା ସବୁ ସରିଗଲା। ନାଇଁ ମ ଲିକ୍ ନାଇଁ ଏଇଟା ସବୁବେଳେ କମ କମି ଯାଉଛି ଜାଣିନି। ଏମିତି ଭୋଲ୍ଟେଜ ଗୋଟେ ପକେଇଦେଲା ବା। ହଁ ପଢିଛି ମୋର ଭୋଲ୍ଟେଜ ମନେ ମୁଁ କବିତା ସବୁ କରିଦେଇଛି। ଛାଡ ସ୍ୱାଧୀନତା ଶିକ୍ଷା ଶିକ୍ଷା ପଢିଦିଅ କବିତା ପଢିବା ଆଉ। ବନ୍ଦିର ବିରହ କଥା ଆଉ ଟିକେ ଦେ। ଦେଖବ ଆମ ଲେଖା ହୁଅ ଛିପ ମାରିଦିଅ କାଇଁ ଆସିବୁ ତାପରେ ଛିପ ଥୋଇଦିଅ। ପନିଶମେଣ୍ଟ ତମକୁ କଣ ଦିଆଯିବ କୁହ? ନାଇଁ ତମେ କାଇଁ ପଢିଯାଉଛ? ଗୋପବନ୍ଧୁଙ୍କର ଲେଖା ଧର୍ମପଦ କାରା କବିତା ଅବକାଶ ଚିନ୍ତା ନଚିକେତା ନାଇଁ ଏଇଟା କୋଉଥିରୁ ଆଇଛି? କାରା କବିତା ରହିଛି। କାରା କବିତାରେ କେତେଟା କବିତା ଥିଲା? 13ଟା। ସବୁ ଭୁଲି ଖାଇଗଲେ ଆଉ କଣ ଅଛି? ପିଙ୍ଗଳାର ଅଭିସାର ପଢା ହେଇଛି। ଲେଖକ ତମେ ତମେ ପଢିକି ଆସିବ ମଝି ତମକୁ କହୁଛି ତମେ ଗପୁଛ ମନେ ମନେ ମୁଁ ତମକୁ କହୁଛି ତମେ ତ ପଢିକି କାହିଁକି ପଢିକି ଆସିବ? ଭୁଲି ଯାଇଛ ଏମିତି ପଢୁଛ ଭୁଲି ଯାଉଛ। ଏଇଠି ରହିଲୁ ହଁ ପା ସେ ଛୁଆଟା ହେଇଥିଲା ମୁଁ ଦେଖିଛି। ଶୁଭୁନି କୋଡିଏଟା କୋଉଠି ଏଠିକା ରହୁଛ? ଲେଖିବ କିଏ? ଏଡିକି ବଡ ନା ଛୋଟ? କେତେ ପରୀକ୍ଷା ପାଖ ପକେଇଉଛି ଦାନ୍ତ ଦେଖଉଛନ୍ତି ସେତେ ପାଠ ସବୁ କୁଆଡେ ଯାଉଛି ନା। ସୂର୍ଯ୍ୟ ଅନ୍ଧକାର କାର? ମନେ ପଡିଛି ଆଉ କାହାର ହେଇଥାନ୍ତା କି ମୁଁ ତ ରାଧାମୋହନ ପଟ୍ଟନାୟକ ପଚାରୁଛି ଯାହା ଆଉ ତାହେଲେ କଣ ଟା ପଢିଛ? ଗୋଟାଏ ଦିଟାର ଫାଷ୍ଟ କହିଦେଲ ତାପରେ କାଇଁ? ଯୋଉଟା ତମକୁ ସହଜ ଲାଗିବ ବେଶୀ ନାହିଁ ଦି ଦିଟା ତ ମନେ ରଖିବ ନା ନାଇଁ। ତାପରେ କୋଉ କବିତା? ବାର୍ତ୍ତା ପଢା ହେଇଯିବ ପୂର୍ବ କ୍ଲାସରେ କୁହ ବାର୍ତ୍ତା କୁହ ନାଇଁ ବହି କାଇଁ ଖୋଲିଛ କୁହ? ବାର୍ତ୍ତାର କୁହ ଏଇ ତମେ ଆଗକୁ ଆଇଲ ତମେ ଆଗକୁ ଆସ ଖାଲି ଗପ ଦି ଜଣଙ୍କର ବାର୍ତ୍ତାର କବି କିଏ? ତାଙ୍କର ବହୁତ ଅଛି। ତାଙ୍କର 50ଟା ଖଣ୍ଡେ କବିତା ଅଛି। କାହାକୁ ଆସୁନା ପାଥେୟ ପୂର୍ଣ୍ଣିମା ବାଜିରାଉତ ପଲ୍ଲୀଶ୍ରୀ ପାଣ୍ଡୁଲିପି ବସନ୍ତ କବିତା 1962 କବିତା 1969 କବିତା 1972 75 ଏମିତି ମନେ ରଖୁନ 75 ଆଉ ଗୋଟେ ହଉଛି 79 ଗୋଟେ ହଉଛି 83 85 ଲାଷ୍ଟ ହଉଛି 90 87 90 ସଭ୍ୟ ଜମିଦାର ଫକୀରମୋହନ ସେନାପତି ତାଙ୍କର କେତେଟା ଗପ ଅଛି?
ଛମାଣ ଆଠ ଗୁଣ୍ଠର କଣ ଉପନ୍ୟାସ ପ୍ରଥମ ହଉଛି ତାଙ୍କର ଅଛି 20ଟା ଗପ 20ଟା ଭିତରୁ କେତେଟା ମନେ ଅଛି ମୁଁ କହିଛି ଲକ୍ଷ୍ମା ତାଙ୍କର ହଉଛି ଛମାଣ ଆଠ ଗୁଣ୍ଠ ଲକ୍ଷ୍ମା ମାମୁଁ ପ୍ରାୟଶ୍ଚିତ ତାଙ୍କର ହଉଛି ଉପନ୍ୟାସ ତାଙ୍କର ଯେହେତୁ ଗପ ଦେଇଛି ତମେ ଗପ ହିଁ ମନେ ରଖିବ ରେବତୀ ଫାଷ୍ଟ ତାପରେ ପେଟେଡ ମେଡିସିନ ଛାଞ୍ଚୁଣି ବାହାର ଯୋଉ ମଦ ପିଇନା ଆଉଥିବ ବୋଲି ତା ପେଟେଡ ମେଡିସିନ ହଉଛି ତା ସ୍ତ୍ରୀ ତାକୁ ଛାଞ୍ଚୁଣିରେ ବାଡେଇବ ଆଉ ଗୋଟେ ହଉଛି ରାଣ୍ଡି ପୁଅ ଅନ୍ତା ହେଲା ଆଉ ଗୋଟେ ହଉଛି ବାଲେଶ୍ଵର ରାହାଜାନୀ ଆଉ ଗୋଟେ ହଉଛି ବାଲେଶ୍ଵର କଙ୍ଗାଲୁଣ ତାପରେ ହଉଛି ମାଧବ ମହାନ୍ତିଙ୍କ କନ୍ୟାସୁନା ନାରୀ ଶିକ୍ଷା ଉପରେ ବି ଲେଖିଛନ୍ତି ତାପରେ ହଉଛି କାଳୀ ବୋହୂ ପାଠେଇ ବୋହୂ ଏମିତି 20ଟା ଅଛି ତମର ଗପ ତାପରେ ତମେ ଲେଖିନଥିଲ କାହିଁକି ପ୍ରଥମ ସଭ୍ୟ ଜମିଦାର ତମର ପଢା ହେଇଥିଲା ସବୁ କହୁଛି ତମେ କିଛି ଲେଖୁଛ କିନ୍ତୁ ତମର ମନେ ପଡୁନି ହଁ ଆକାଶ ବଂଶର ଲେଖକ କିଏ ଲେଖା କିଛି ମନେ ନାହିଁ ଏଇ ଯୋଉ ଗ୍ରାମାର ପିଲାମାନଙ୍କୁ ପଚାରୁଥିଲି ତମ ମନେ ଅଛି ନା ତୁ ଭୁଲିଗଲୁ ଯୋଉ ଏଇ ଯୋଉ କବି ପରିଚୟ ନେକ୍ସଟ କ୍ଲାସକୁ ପୁଣି ଦିଆ ହେଲା ଆଉ ନେକ୍ସଟ କ୍ଲାସକୁ ଯିଏ ପଢିକି ଆସିନଥିବ ଯିଏ ଗୋଟାଏରେ କହିପାରିବନି ସେ ସିଧା ଉଠିବ ବାହାରକୁ ପଳେଇବ ସିଏ ଆଉ କ୍ଲାସରେ ମୁହଁ ଦେଖିବାକୁ ଆସିବ ନାଇଁ ପଢେଇବା ଚାଲ କବି ପରିଚୟ ତମର କହିଲି 15-20 ମାର୍କ କେବଳ କବି ପରିଚୟ ଏମିତି ପଢିବନି 15-20 ମାର୍କ ସେଇଠି କଟିଯିବ ସ୍ଵାଧୀନ ଦେଶରେ ଶିକ୍ଷା ଚିନ୍ତା ବାହାର କର ଲେଖ ଲେଖକ ପରିଚୟ ଲେଖକ ହଉଛନ୍ତି ଗୋଲକ ବିହାରୀ ଧଳ 1921 ମସିହାରେ ଜନ୍ମଗ୍ରହଣ କରିଥିଲେ 1974 ମସିହାରେ ବହୁତ କମ ବର୍ଷ ବସିଥିଲେ ନୁହଁ ପ୍ରଫେସର ଗୋଲକ ବିହାରୀ ଧଳ ଜଣେ ବିଶିଷ୍ଟ ଭାଷା ତତ୍ତ୍ୱବିତ୍ ପ୍ରାବନ୍ଧିକ ଅନୁବାଦକ ଭ୍ରମଣିକାର ଲେଖକ ଭାବରେ ସୁପରିଚିତ ଏଇ ପିଲାମାନେ ତମ ପଛକୁ ଶୁଭୁଛି ଯଦି ଶୁଭୁନି ତାହେଲେ ଗୋଟେ ଫ୍ୟାନ ବନ୍ଦ କରିଦିଅ ଧ୍ୱନି ବିଜ୍ଞାନ ଭାଷା ଶାସ୍ତ୍ର ପରିଚୟ ଇଂରାଜୀ ଉଚ୍ଚାରଣ ଶିକ୍ଷା ମଣିଷର ଭାଷା ଓଡିଆ କେବେ ଆଉ ଗୋଟେ ବି ତାଙ୍କର ଅଛି ବିଚାର ଆଲୋଚନା ଇତ୍ୟାଦି ଭାଷା ଭିତ୍ତିକ ଆଲୋଚନା ପୁସ୍ତକ ଓ ବିଚାର ଆଲୋଚନା ପ୍ରବନ୍ଧ ସଂକଳନ ଆମେରିକାର ଅନୁଭୂତି ଲଣ୍ଡନ ଚିଠି ଗଙ୍ଗାରୁ ଗୋଦାବରୀ ଆଦି ଭ୍ରମଣ କାହାଣୀ ତାଙ୍କର ସାରସ୍ୱତ ପ୍ରତିଭାର ଉଜ୍ଜଳ ସ୍ୱାକ୍ଷର ତମେ ଏତେ ନୁହଁ କେବଳ ମନେ ରଖିବ କଣ ନା ଓଡିଆ କେବେ ବିଚାର ଆଲୋଚନା ଏଇଟା ତମକୁ ସହଜ ହବ ହେଲା ଏଇଟା ହଉଛି ତମ ପ୍ରବନ୍ଧ ସଂକଳନ ଗୋଦାନ ଗପନ ପ୍ରତିଜ୍ଞା ପ୍ରେମାଶ୍ରମ ପ୍ରେମଚନ୍ଦ ଗଳ୍ପମାଳା ବନ୍ଦୀ ନେହେରୁ ଆମ ସଂସ୍କୃତି ପୃଥିବୀର ନାରୀ ଭାରତ ମୋର ଘର କେନେଡିଙ୍କ ଜୀବନୀ ସେଦିନର ଲକ୍ଷ୍ୟ ଧୂସର ପଣତ ଇତ୍ୟାଦି ତାଙ୍କର ହଉଛି ଅନୁବାଦ ପୁସ୍ତକ ଶୁଣ ଏଇ ଅନୁବାଦ ପୁସ୍ତକ ଯଦି ମନେ ରଖିବ ଗୋଟେ ମନେ ରଖିବ ନହେଲେ ତାଙ୍କର ପ୍ରବନ୍ଧ ସଂକଳନ 2ଟା ମନେ ରଖିବ ହେଲା ହଁ ସବୁ ମୁଣ୍ଡ ଟୁଙ୍ଗାରି ଦଉଛ ସବୁ ମନେ ରଖି ଦଉନାହିଁ ସବୁ ମନେ ରଖିଦଉ ଗୋଦାନର ଅନୁବାଦ ପାଇଁ ସେ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଗୋଦାନ ପିଲାମାନେ କିଏ ରଚନା କରିଥିଲେ ଜାଣିଛ ଗୋଟେ ହଉଛି ସଂସ୍କୃତର ଲେଖକ ସେ ହଉଛନ୍ତି ପ୍ରେମଚାନ୍ଦ ପ୍ରେମଚାନ୍ଦଙ୍କର ସେ ଗୋଟେ ଗୋଦାନ ଆମର ଯୋଉ 6 ଆଠ ଗୁଣ୍ଠ ଲେଖା ହେଇଛି ଫକୀର ମୋହନଙ୍କର 6 ଆଠ ଗୁଣ୍ଠ ଯାହା ସେଇଟା ହଉଛି ଷ୍ଟୋରି ସେଇଆ ତାଙ୍କର ଗୋଦାନକୁ ଫକୀର ମୋହନ ପ୍ରଥମେ କଣ କରିଥିଲେ ନା ଅନୁବାଦ କରିଥିଲେ ସେକେଣ୍ଡରେ ଗୋଲକ ବିହାରୀ ଦଳ ଅନୁବାଦ କରିଥିଲେ ହେଲା ଅନୁବାଦ କରି ଓଡିଆରେ ଅନୁବାଦ କରି ସେ ତା ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏଇଟା ବି ଗାରମାର ଏଇଟା ହଉଛି ଇମ୍ପୋର୍ଟାଣ୍ଟ ପ୍ରଫେସର ଧଳ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଠାରେ ଜନ୍ମଗ୍ରହଣ କରିଥିଲେ
ଅବିପରିଚୟ ବୁଝିବାର ଅଛି ଅବିପରିଚୟ ଅକାର ବୁଝିବାର ଅଛି ଦେଖ ତାପରେ ଦେଖ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା ପ୍ରବନ୍ଧଟି ବିଚାର ଆଲୋଚନା ପୁସ୍ତକରୁ ସଂଗୃହୀତ ଏଇଠି ଅଣ୍ଡରଲାଇନ କର କୋଉଠୁ ଆସିଛି ବିଚାର ଆଲୋଚନା ଉକ୍ତ ପ୍ରବନ୍ଧରେ ସ୍ୱାଧୀନ ଭାରତ ବର୍ଷର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରାଯାଇଛି ମାନେ ଆମ ଦେଶ ସ୍ୱାଧୀନ ହେଲା ପୂର୍ବରୁ ଶିକ୍ଷାର ବ୍ୟବସ୍ଥା କେମିତି ଥିଲା ଆମ ଦେଶ ଯେତେବେଳେ 1947 ମସିହାରେ ଯେତେବେଳେ ସ୍ୱାଧୀନ ହୋଇ ସାରିଲା ତାପରେ ଶିକ୍ଷା ବ୍ୟବସ୍ଥାଟା ଏମିତି ଅଛି ହେଲା ସ୍ୱାଧୀନତା ପରବର୍ତ୍ତୀ କାଳରେ ଉନ୍ନୟନ ବିଷୟ ବିଚାର କଲା ବେଳେ ଶିକ୍ଷା କଥାକୁ ଶେଷରେ ବିଚାର କରାଯାଉଥିଲା କଣ ନା ଯେତେବେଳେ ଆମ ଦେଶ ସ୍ୱାଧୀନ ହେଲା ସେତେବେଳେ ପୂର୍ବରୁ ତ ଯାହା ଶିକ୍ଷା ଥିଲା ପରେ କଣ ହେଇଛି ଉନ୍ନୟନ ମାନେ କୃଷି କାର୍ଯ୍ୟ ମାନେ ଗୋଟେ କଣ ହେଲା ନା ପ୍ରଥମେ ପ୍ରାୟୋରିଟି ଦିଆ ହେଲା କୃଷି ଉପରେ ଆଗେ କଣ ଶିକ୍ଷାକୁ ଦିଆ ହବା କଥା କିନ୍ତୁ ସଭା ଗୋଟେ ଗୋଟେ ମାନେ ଥିଲା ଗୋଟେ ସଭା ଥିଲା ସେ ସଭାରେ ଫାଷ୍ଟ ମାନେ ବିଷୟର ଆଲୋଚନା ହଉଛି କୃଷି ଉପରେ କିନ୍ତୁ ସେକେଣ୍ଡରେ ତ ଶିକ୍ଷା ରଖିଥାନ୍ତେ ନା ନାଇଁ ନା କିନ୍ତୁ ସଭା ଲାଷ୍ଟରେ ରଖିଥିଲେ ଶିକ୍ଷା ସଭା ଫାଷ୍ଟରେ ରଖିଥିଲେ କୃଷି ଆମେରିକା ଓ ଇଂଲଣ୍ଡ ଅପେକ୍ଷା ଭାରତରେ ବିଶେଷଜ୍ଞ ମାନଙ୍କୁ ବିଶେଷ ସମ୍ମାନ ମିଳେ ନାହିଁ ଫଳରେ ଏ ଦେଶରେ ବିଶେଷଜ୍ଞ ମାନଙ୍କର କୌଣସି କଥା କରିବା ପାଇଁ ବ୍ୟକ୍ତିଗତ ଉତ୍ସାହ ନାହିଁ କି ସ୍ପୃହା ଦେଖାଯାଏ ନାହିଁ ଶିକ୍ଷା ବ୍ୟବସ୍ଥାର ଅଧୋଗତି ସମ୍ପର୍କରେ ବିଭିନ୍ନ ଘଟଣାର ଉଦାହରଣ ପ୍ରାସଙ୍ଗିକ ଭାବରେ ଲେଖକ ବର୍ଣ୍ଣନା କରିଛନ୍ତି ମାନେ ସେ କହୁଛନ୍ତି କି ଆମର ମାନେ ଭାରତରେ ଯୋଉ ପିଲାମାନେ ସବୁ କଣ ନା ବହୁତ ମାନେ ପାଠ ପଢୁଛନ୍ତି କୋଉଠି ଯାଇକିନା ବାହାର ଦେଶରେ ପାଠ ପଢୁଛନ୍ତି କିନ୍ତୁ ସିଏ ଆସିକି ନା ଆମ ମାନେ ଭାରତରେ ଆଉ ଚାକିରି କରୁନାହାନ୍ତି କଣ ପାଇଁ ନା ତା ଭାରତ ଅପେକ୍ଷା ସାଡେ କଣ ତାଙ୍କୁ ବହୁତ ମାନେ ପଇସା ଦରମା ମିଳୁଛି ତାପରେ ସେଠି ତାଙ୍କୁ ଯେତିକି ସମ୍ମାନ ମିଳୁଛି ଆମ ଭାରତରେ ତାଙ୍କୁ ସେତିକି ସମ୍ମାନ ମିଳୁଛି ସେଥିପାଇଁ ସେ ଛାଡୁ ଛାଡିକିନା ଆଉ ଭାରତକୁ ଆସୁନାହାନ୍ତି ପରୀକ୍ଷା ପଦ୍ଧତିର ପରୀକ୍ଷା ପଦ୍ଧତିରେ ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବାରୁ ମୂଲ୍ୟାୟନ କାଳରେ ବିଦ୍ୟାର୍ଥୀଙ୍କର ଗୁଣାତ୍ମକ ମାନ ନିର୍ଦ୍ଧାରଣ କରିବା କଷ୍ଟକର କଥା ବୋଲି ପ୍ରାବନ୍ଧିକ ମତ ପ୍ରଦାନ କରିଛନ୍ତି କଣ ନା ଦେଖ ପିଲାମାନେ ଆଗରୁ ମାଟ୍ରିକ ପରୀକ୍ଷା କେତେ କଷ୍ଟ ଥିଲା କିନ୍ତୁ ଏବେ ମାଟ୍ରିକ ପରୀକ୍ଷା କେତେ ସହଜ ଏବେ ଟୋଟାଲି କଣ ଅଲ ପାସ୍ ଆଗରୁ ପିଲା କେତେ ପିଲା ଫେଲ ହଉଥିଲେ ନାଇଁ କି ଏକ୍ସପେଲ ଥିଲା କେତେ ଦୂର ଯାଉଥିଲେ ଏକ୍ଜାମ ଦେବା ପାଇଁ କିନ୍ତୁ ଏବେ ମାନେ ପରୀକ୍ଷା ପଦ୍ଧତି କି କେତେ ମାନେ ସହଜ କରିଦେଲା ତାପରେ ଆଗରୁ ପିଲାମାନେ ଖଣ୍ଡେ ବହି ବି ପାଉନଥିଲେ ପଢିବାକୁ ମାନେ ମାଗି ଯାଉଛି କି ସେତେବେଳେ ତ ଗାଇଡ ଦୂରର କଥା ମୁଁ ମୋ ଛୋଟ ବେଳ କଥା ବି କହୁଛି ମାନେ ଏମବିଡି ଏବେ କିନ୍ତୁ ସବୁ ମାନେ ପ୍ରଥମ ପିଲା ବି କଣ କରିବ ନା ମାନେ ସିଏ ବି ମାନେ ୟୁଟ୍ୟୁବ ଦେଖିକି କ୍ଲାସ କରିକି ଆଉ କଣ ନା ଏମବିଡି ଯେମିତି ମାନେ ସର୍ଟ ଟ୍ରିକ୍ ମାନେ ସ୍ମାର୍ଟ ୱାର୍କ ସବୁ କଲେ ମାନେ ହାର୍ଡ ୱାର୍କ ଆଉ କେହି କରୁନାହାନ୍ତି ନାଇଁ କି ତାପରେ ଯୋଉ ଏମବିଡି ହେଲା ଦେଖ ପିଲାମାନେ ତମେ ଏଇ ବହିଟା ହେଲା ପଢା ହେଲା ବିଷୟ ଟା ତମେ ତାକୁ 2-3 ଥର ପଢିଲା ପରେ ଯେମିତି ବୁଝିପାରିବ ସିଏ ଯେମିତି ସାରା ଜୀବନ ମନେ ରହିବ କିନ୍ତୁ ଏମବିଡି ଯୋଉଟା ଘୋଷିକି ଲାଗିଥିବ ସେଟା ସାରା ଜୀବନ ମନେ ରହିବ କି ମନେ ରହିବନି ତ ସେଇ କଥା କହୁଛନ୍ତି ଆମ ଦେଶରେ ମାନେ ପାଠକୁ ମାନେ ପ୍ରାୟୋରିଟି ଦିଆଯାଉନି ମାନେ ଖାଲି ଆମେ କଣ ପାଇଁ ନା ବାଧ୍ୟବାଧକତାରେ ପାଠ ପଢୁଛେ କେମିତି ଆମେ ପରୀକ୍ଷାରେ ଖାଲି ପାସ୍ କରିବା କିନ୍ତୁ ଦେଖ ତମେ 10th ପରୀକ୍ଷାରେ ଯୋଉ ବିଷୟ ସବୁ ପରୀକ୍ଷା ଦେଇଥିବ ଏବେ ତମକୁ ପଚାରିଲେ ତମର ଅଧା କଥା ମନେ ତମର ତ ବିଷୟ ବର୍ଷ ଫାଷ୍ଟରୁ ପଢା ହେଇଛି ମନେ ନାହିଁ ଆଉ ମାଟ୍ରିକ କଥା ମନେ ନୁହଁ ସର୍ବଶେଷରେ ଶିକ୍ଷାକୁ ଶୀର୍ଷ ସ୍ଥାନ ଦେଲେ ଅବସ୍ଥାନ ପରିବର୍ତ୍ତନ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି ତାପରେ ପଢିଲେ ଜାଣିବେ ତାପରେ କଣ ହେଇଛି ଦେଖ ପିଲାମାନେ ମାନେ ପିଲା ଆସିକି ମାଟ୍ରିକ ପାସ୍ କରି +2 ପାସ୍ କରି +3 ପାସ୍ କରି ଆସିଲେଣି କିନ୍ତୁ ତାଙ୍କୁ ଓଡିଆ ଭଲ କି ଲେଖି ଆସୁନି ତମ ମାନଙ୍କ ଭିତରେ ବି ପିଲା ଅଛନ୍ତି କେମିତି ତାଙ୍କୁ ଓଡିଆ ଲେଖି ଆସୁନି ଗୋଟା କିନ୍ତୁ ସବୁ ସ୍ପେଲିଂ ଭୁଲ ମୁଁ ଜାଣି ଅବଶ୍ୟ ସେ କିଏ ମୋ ନାଁ ମନେ ନାହିଁ ସବୁ ସ୍ପେଲିଂ ଭୁଲ ସେ ପୁଣି ମାଟ୍ରିକ ପରୀକ୍ଷା ଦେଇକି ଆସିକି +2 ପରୀକ୍ଷା ଦବ ମାନେ କଣ ପ୍ରକୃତରେ ମାନେ ଯାହାଟା ଶିକ୍ଷା ବ୍ୟବସ୍ଥା ଯଦି ସେମିତି ଠିକ ଥାନ୍ତା କୋଉ ପିଲା ଆଗକୁ ଯିବା ଦରକାର କୋଉ ପିଲା +2 ପଢିବା ଦରକାର ଯଦି ସେମିତି ତନ୍ନ ପରୀକ୍ଷା ହେଇଥାନ୍ତା ସେଇ ପିଲା ଏଇଠି ଆସି +2ରେ ପଢିଥାନ୍ତେ କି ପଢିନଥାନ୍ତେ କଣ ଆମର ଶିକ୍ଷା ବ୍ୟବସ୍ଥା ସେମିତି ଢିଲା ବୋଲିକି ନା ଯିଏ ନାହିଁ ସମସ୍ତେ ପାସ୍ କରିଯାଉଛନ୍ତି ନା ନାଇଁ ସେ ବିଷୟରେ
ଯାହାର ପିଲା ମାନେ ଓଡିଆ ହଉନି ମାନେ ଓଡିଆ ଲେଖାଟା କଷ୍ଟ, କାରଣ ଇଂଲିଶ ରେ ଆକାର ଇକାର ସେସବୁ କିଛି ନାହିଁ, 26ଟା ଅକ୍ଷର ଜାଣିଲ ଲେଖିଲ, କିନ୍ତୁ ଓଡିଆଟା ଆକାର ଇକାର କେତେ ମାତ୍ରା ହେଲାଣି। ଯାହାର ହଉନି ଏବେଠାରୁ ଦିନକୁ କି ସପ୍ତାହକୁ ଥରେ ଲେଖା ଗୋଟେ 2 ପେଜ ଲେଖା ଓଡିଆ ଲେଖ, ନହେଲେ ପରୀକ୍ଷାରେ ବହୁତ ଅସୁବିଧା ହବ, ବହୁତ ଅସୁବିଧା ହବ। ମାନେ ମନେ ପଡୁଥିବ ଲେଖିବା ପାଇଁ କିନ୍ତୁ ତମର ସେ ଅକ୍ଷରଟା ମନେ ପଡୁନଥିବ। ମୁଁ ସେଇଟା ଫିଲ୍ କରିଛି ବୋଲି ତମମାନଙ୍କୁ କହୁଛି, କାରଣ ପରୀକ୍ଷା 3 ଘଣ୍ଟା ତମେ ବର୍ଷ ସାରା ଯେତେ ପରିଶ୍ରମ କରିଥାଅ ପରୀକ୍ଷା 3 ଘଣ୍ଟା ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ସେଇ 3 ଘଣ୍ଟାରେ ତମେ କଣ କରିବ? ତମେ କହିବ ମୁଁ ପଢିଥିଲି ମୁଁ ଲେଖି ପାଇଲିନି, ସିଏ କପି କରିଛି ଇଏ କରିଛି, କିଛି ଶୁଣାଯିବନି। ତମ ଲାଇଫ ତମ ହାତ ତମ ମନ ଲେଖିବ, ସେଠି ପରୀକ୍ଷାରେ କେହି ତାହା ହେବେ। ମାଟ୍ରିକ ପରୀକ୍ଷା ଢିଲା ହେଲେ କଣ ହବନି, ମାଟ୍ରିକ ପରୀକ୍ଷା ଭଳିଆ +2 ଏକ୍ସାମ। ଦେଖ ପଢିବା। ଥରେ ଜିଲ୍ଲା ପରିଷଦ ପରିଚାଳିତ ଗୋଟିଏ ଆଞ୍ଚଳିକ ସଭା ଦେଖିବାକୁ ସୁଯୋଗ ମିଳିଥିଲା। ଗୋଟିଏ ଜିଲ୍ଲାରେ ଗୋଟିଏ ଆଞ୍ଚଳିକ ମାନେ ସଭା ହଉଥିଲା। ସେଠି ଦେଖିଲି ମାନେ ସେଠିକି ଯୋଉଠି ସଭା ହଉଥିଲା ସେଠିକି ଲେଖକ ନିଜେ ଯାଇଛନ୍ତି। ସେଠି ଦେଖିଲି ସେହି ସଭାରେ ବିଚାର ହେବା ପାଇଁ ଯେତେ ବିଷୟ ରଖାଯାଇଛି ସେଥିରୁ କୃଷି ଥିଲା ସଭା ଉପରେ, ମାନେ ଯୋଉ ଆସିବେ ଜିଲ୍ଲା ପରିଷଦ ହୁଅନ୍ତୁ ଯେତେ ସବୁ ବକ୍ତୃତା ଦେବେ କଣ ନା ପ୍ରଥମେ ତାଙ୍କ ସେ ଗୋଟେ କାଗଜରେ ସବୁ ଲେଖିଆ ନଥିବ, ପ୍ରଥମେ ଦେଇଛି କୃଷି ବିଷୟରେ ଲେଖା ହେଇଛି, ମାନେ କୃଷି ବିଷୟକୁ ଆଗେ ଆଲୋଚନା କରାଯିବ ହେଲା। ତାପରେ ଶିକ୍ଷା ଥିଲା ସବା ତଳେ, ମାନେ ଶିକ୍ଷା ବିଷୟରେ ଥିଲା ସବା ତଳେ, କିନ୍ତୁ ଶିକ୍ଷା ବିଷୟଟା ଉପରେ ରହିବା କଥା ନା ନାହିଁ। ଯଦି ବି କୃଷି ଆମର କୃଷିଟା ହଉଛି ମେନ୍, ଯଦି କୃଷି ଉପରେ ହେଲା ତା ତଳେ ତ ଶିକ୍ଷା ରହିବା କଥା, କିନ୍ତୁ ସବା ଶେଷକୁ ଶିକ୍ଷା ଥିଲା। କୃଷି ଉପରେ ରହିବା କଥାଟା ବୁଝାଗଲା, କିନ୍ତୁ ଶିକ୍ଷାଟା ସବା ତଳକୁ ଯିବାର କିଛି ବୁଝାଗଲା ନାହିଁ। ଲେଖକ କହୁଛନ୍ତି ହଁ ଆମର ଓଡିଶା ହଉଛି କୃଷି ପ୍ରଧାନ ଦେଶ, କିନ୍ତୁ ମୁଁ ଜାଣିଲି କି କୃଷିଟା ଆଗରେ ରହିବା ଆବଶ୍ୟକ କି ଦରକାର ସେଇଟା ମୁଁ ବୁଝିଗଲି, କିନ୍ତୁ ଶିକ୍ଷା ବ୍ୟବସ୍ଥାଟା କଣ ସବା ପଛକୁ ରହିଲା ସେଇଟା ମୁଁ ବୁଝିପାରିଲିନି। କିଏ କହିଲେ? ଲେଖକ ହେଲା। କିନ୍ତୁ ସେଦିନ ବିଚାର ଆଲୋଚନାରୁ ଯାହା ବୁଝାଗଲା ସରକାର ବହୁତ ଯୋଜନା କରିଛନ୍ତି ହେଲା। ମାନେ କଣ ଗୋଟେ ଧର ଯୋଉ ସଭା ହବ, ସେ ସଭାରେ ସବୁ କୃଷି, କାରଣ ସବୁ ଗାଁ ଗାଉଁଲିରୁ କେତେ ଲୋକ ଯାଇଥିବେ ନାଇଁ କି, ସବୁ କଣ ଅଶିକ୍ଷିତ ଲୋକ ଯାଇଥିବେ, ସେମାନେ ଯଦି ପ୍ରଥମେ ଆମର ଯଦି ଶିକ୍ଷା ବିଷୟରେ ସବୁ କହିବା ସେମାନେ କଣ ବୁଝିପାରିବେ? ବୁଝିପାରିବେନି। କିନ୍ତୁ ସେ କଣ ନା ପ୍ରଥମେ ଆଲୋଚନା କରାଗଲା ସବୁ ଯୋଜନା, ମାନେ ଏବେ ଯୋଉ ସବୁ ଯୋଜନା କରାଯାଉଛି କୃଷି ମାନଙ୍କ ପାଇଁ, ଯୋଉ ଧାନ ଚାଉଳ ମିଳୁ କି ଆଉ କଣ ସବୁ ମିଳୁଛି କି ଯୋଉ କଣ କାଳିଆ ଯୋଜନା ପଇସା, ସବୁ ଯୋଉ ଯୋଜନା ହଉଛି ସେଇ ଯୋଜନା କଥା ବି ଆଲୋଚନା କରାଗଲା, କୋଉଥିରେ ନା ସେଇ ସଭାରେ। ସରକାର ବହୁତ ଯୋଜନା କରିଛନ୍ତି କିନ୍ତୁ ଲୋକ ତାକୁ ବୁଝୁନାହାନ୍ତି କିମ୍ବା ବୁଝିବାକୁ ସେମାନଙ୍କର ଇଚ୍ଛା ବି ନାହିଁ। ସେ କହୁଛନ୍ତି ମାନେ ଲୋକ ଯୋଉ ସେଇ ଯୋଉ ସଭାକୁ ଯାଇଥିଲେ, ମାନେ ସେଠି ଯେ ଜିଲ୍ଲା ପରିଷଦ ଯିଏ ଥିଲେ ସେ ବହୁତ ମାନେ ଯୋଜନା କଥା, ମାନେ କୃଷି ଭିତ୍ତିକ ଯୋଜନା କଥା ସବୁ ଆଲୋଚନା କଲେ, କିନ୍ତୁ ଲୋକମାନେ ତାକୁ ବୁଝି ପାରୁନାହାନ୍ତି। ମାନେ ଗାଁ ଗାଉଁଲି ଲୋକ ନା, ମାନେ ସେ ପାଠ ସାଠ ପଢିନାହାନ୍ତି, ସିଏ କୋଉଠୁ ବୁଝିବେ ଯୋଜନା ଟା, ମାନେ ସିଏ କଣ ନା ଖାଲି ଏବେ ଯୋଉ ଯୋଜନା ବାହାରିଛି ସେ ଜାଣିଲେ କି ଏଇ ଯୋଜନା, ଏବେ କଣ ନା ଯାଉଛନ୍ତି ଜନସେବା କେନ୍ଦ୍ରକୁ ସେ ବୁଝି ଦଉଛନ୍ତି ଏଇଆ ଏଇଆ ଦରକାର, ବାହାର କରି ଆଣି ଦେଇ ଦଉଛନ୍ତି, ସେ ତାଙ୍କର କରିଦଉଛନ୍ତି। କିନ୍ତୁ ପ୍ରକୃତରେ ଯୋଜନା କଣ ମାନେ କୋଉଠୁ ଆସୁଛି କଣ କୋଉ କେତେ ଥ୍ରୋରେ ଆସୁଛି ସେମାନେ କଣ ବୁଝିପାରୁଛନ୍ତି? ସେମାନେ ଖାଲି ଦଉଛନ୍ତି ଆମେ ବ୍ୟାଙ୍କ ଆକାଉଣ୍ଟ ଦେଇଦବୁ ଫଟୋ ଦେଇଦବୁ ଆମକୁ ପଇସା ମିଳିବ, ନାଇଁ କି? ତାର କାରଣ ହଉଛି ସାଧାରଣ ଲୋକଙ୍କର ବିଶେଷ ଶିକ୍ଷା ନାହିଁ। ସେ କହୁଛନ୍ତି ଲୋକମାନେ କଣ ପାଇଁ ବୁଝି ପାରୁନାହାନ୍ତି, କାରଣ ସେମାନେ ପାଠ ପଢିନାହାନ୍ତି ନାଇଁ କି, ସେମାନେ ସେଥିପାଇଁ ବୁଝି ପାରୁନାହାନ୍ତି। ମାଟିକୁ ପାଗ କରି ସେଥିରେ ମଞ୍ଜି ପୋତିଲେ ଚଞ୍ଚଳ ଗଛ ଧରେ, ଏଇଟା ଗୋଟେ ଉଦାହରଣ ଦେଇଛନ୍ତି। କିନ୍ତୁ ପଡିଆ ଭୂଇଁରେ ଫସଲ ବୁଣିଲେ ଗୋରୁ ଚରିଯାନ୍ତି। ସେ କହୁଛନ୍ତି ଯେତେବେଳେ ଦେଖ ଆମର ଧାନ ହଉ କି ମୁଗ ହଉ ଯେତେବେଳେ ବିଲରେ ବୁଣା ଯାଏ ତାର ଗୋଟେ କହନ୍ତି ପାଗ ହେଲେ ତାକୁ ତାପରେ ହଳ କରିକି ତାପରେ ମଞ୍ଜି ବୁଣନ୍ତି, ତା ଦେହରେ କଣ ଜଲଦି ଗଛ ଉଠେ ଫସଲ ହୁଏ। ଯଦି ଆମେ ଏମିତି ଟାକରା ଭୂଇଁରେ ଯଦି ଖାଲି ମଞ୍ଜି ଟା ପକେଇଦବା ସେ ଗଛ ଯୋଉ ଉଠିବ ସିଏ ବି କଣ ନା ମାନେ ଛୋଟ ଛୋଟ ଗଛ ହବ, ମାନେ ରୋଗିଣା ଭଳିଆ ଗଛ ହବ, ତାପରେ ତାକୁ ବି ଗାଈ ଖାଇଯିବେ। ସିଏ ସେଇ କଥା କହୁଛନ୍ତି, ଏଇଟାର କହିବା ଅର୍ଥ କଣ ନା ଯଦି
आमे लोकों को आगे शिक्षित करिकि तापर आमे योजना कथा करिबा ताहले लोक बुझिपारे माने तुलना करछन जेमिति आमे माटी को पाग करिकि फळ करिकि तापर मंजी किनुचे गछटा उठुची सेमिति आमे जति शिक्षा व्यवस्था आगु को रखिबा लोकों को शिक्षित करिबा तापर सब योजना कथा कहिबा तापर जाईकि लोक माने सब बुझिपारे आ जदि आमे साधारण लोक माने एमिति जो मूर्ख लोक थिबे तांको आमे जिबा माने कोन कहदबा से किंतु कोन ना सभा शेष बेलू से किसी बुझी नथिबे कोन गोटा कहले एटा जदि पैसा तो मिलिबो कोन देबे आ से प्रकृत अर्थ जानथिबे को योजना ता धरे कोन कोन दरकार नाही तेणु मनीष मन को प्रथमे शिक्षा रे सजाड़ी तापर ताकू योजना कथा कहले से बुझी पारे किंतु आजिकाली योजना जुगरे समस्त पाठ पढ़ी सारिबा पर्यंत जदि हम योजना को पकाई रखू ताहले बहुत पछरे पड़िବାକୁ ହେବ से कहउछंती आजिकाली जुगरे देख आमे सिना एबेकार पिला माने सिना बहुत शिक्षित हलेनी बहुत पाठ पढ़िले किंतु आगकाली लोक माने देखिबो पंचम पास करिकिना भी लोक चाकरी करछन कारण सेत बेले केते माने आगुरु थिला सीटी बीडी सब मार्क बेसिस सिलेक्शन किंतु एबे हलानी एंट्रा कोन बे ना एबे कंपटीशन लेवल अधिक नै कि से कथा कहउछंती जदि आमे अपेक्षा करिबा कि गां रे जो बुढ़ा बुढ़ी पाखरु माने छोट पिला जाय जदि समस्त शिक्षित हेई साइला परे हम योजना करिबा ताहले हम ओडिसा भी बहुत पछुक पड़े कारण जो माने जो लोक मान देखो जो राशन कार्ड रे चाउल फळ मिलुची आमे कहबा लोक माने से राशन अर्थ बुझिबे सरकार कोन पई दउछंती तापर जाय कि आमे दबा किंतु लोक बुढ़ा बुढ़ी लोक कोन भी पाठ पढिबे जदि आमे एही व्यवस्था करिबा ताहले हम ओडिसा बहुत माने पछुक पड़े किंतु सी कहते जे प्रकृत योग्य कि जार खाया नथिबो जार जमी बाड़ी नथिबो किंतु एबे कोन ना बड़ लोक घर भी जार घर द्वार चाकरी बाकरी सब अछि ती भी फेक करिकना भी सब माने चाउल टिका पाउछन भी योजना भी पाउछन तेणु योजना को जेतिकी आग्रह करने शिक्षा को ताठारु अनेक गुण अधिक आग्रह कले शिक्षा और योजना भितर समन्वय रही पारे से कहते आमे योजना को जते माने लोक कोन एबे जो सब योजना दउचंती तो माने इलेक्शन पूर्व बा परे कोन पई दउचंती माने पैसा दउचंती कोन पई दउचंती कोन पई दउचंती भोट अधिक पई ए जो सुभद्रा योजना हला पूर्वरु कहला सब माने ये कर जदि जो भोट पाइबो ताहले माने तापर जे कि सुभद्रा योजना मिल नहीं तो भोट पाइबा नहीं से कहउचंती जेतिकी योजना को आवश्यकता दबा दरकार ताठू आमे जदि योजना को आवश्यकता दबा यानी लोक योजना पाउथिबे तो शिक्षा को अधिक कारण शिक्षा नंबर पछे रहि जाई छी तो शिक्षा को जदि आमे अधिक प्रायोरिटी दबा ताहले आमे शिक्षा आ जो कृषि आ योजना और शिक्षा भितर आमे माने समन्वय आनि परिबा जाति संघ तांको शिक्षा रिपोर्ट रे कहिसंती लोक माने अशिक्षित निरक्षर होइतिबारु उन्नयन कार्य अनेक पछरे पड़े जाति संघ माने कि ना जे सब योजना खोजना माने सब आनि कि ना दियंती से कहिसंती कि हमर जो कोन लोक माने अशिक्षित निरक्षरता होइतिबारु उन्नयन कार्य अनेक पछरे पड़ी जाइछि एशिया रो अधिकांश देश रे एहा हेउछि सबथारु बड़ समस्या देखो माने सीए देइथिबो गोटे योजना करिया को कृषि ऋण देइथिबो कि लोक माने नेकिना ता कोन माने भलो वेरे लगेइबे आ कोन ना अधिक अधिक माने टंका रोजगार करबे किंतु लोक माने ताकू नेकिना पैसा को रखि देबे नले कोन करिवे ना ताकू नेकिना खाइबे माने काम को जिबेनी एटा कले कोन तो आगु जाई परबो जदि गोटा लोक शिक्षित हेइ थांता एबे जो सुभद्रा योजना कि सब स्त्री लोक कि झिया मानू देखि से कोन बे देछि कि झिया माने माने केबे घरे न बसंतु किछि व्यवसाय करिकि ना अर्थ उपार्जन किंतु किए नै कि सुना किनि दबनु किए नै कि आ कोन खाइ दबनी नै जदि शिक्षित लोक होइथांते ताकू भलो वे लगै थांते सेई 5000 रु 50000 भी इनकम करि परथांते नै तेणु कहिबा बाहुल्य जे आमे स्वाधीन हेबा परे 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 आम देशर सर्वत्र शिक्षा प्रसार पई चेष्टा चलीछि किंतु मने होउछि प्रसारण रे अर्थात उन्नयन लंबा लंबा रिपोर्ट देबा रे आमे माने एते मुक्त जे कोनोसी वस्तुर मौलिक मूल्य विषय रे विशेष चिंता करबा हमकु बेला नै से कहजनी स्वाधीनता पर स्वाधीनता पूर्व तो जा होतिला हम सब शासन करथिले जा होतिला
ସ୍ୱାଧୀନତା ପରେ ବି ଆମକୁ ଶିକ୍ଷା ଉପରେ ମାନେ ବ୍ୟବସ୍ଥା ସରକାର କରିଛନ୍ତି, କିନ୍ତୁ ମୌଳିକ ସେ କଣ କରିଛନ୍ତି ନା ମୂଳ କଥା କୋଉଟା ମାନେ କିଏ ଯୋଜନା ପାଇବାକୁ ଯୋଗ୍ୟ ନାଇଁ କି କୋଉ ଟୋଟାଲି ଏବେ ଯୋଉ ପୁଣି ଯୋଉ ସବୁ ଏକ୍ସାମ ଯୋଉ କରପସନ ହଉଛି କି ପ୍ରକୃତରେ ଚାକିରି ପାଇବାକୁ କିଏ ଯୋଗ୍ୟ, ଯୋଜନା ପାଇବାକୁ କିଏ ଯୋଗ୍ୟ, ଆମ ମାନେ ସରକାର ଖାଲି ଦେଖିଦେଲେ ନାଇଁ ନାଇଁ ଏ ଲୋକ ନିହାତି ପାଇବ, ପୁରା ଲମ୍ବା ଲମ୍ବା ରିପୋର୍ଟ ବନେଇଦେଲେ ଆଜି ଏତିକି ଲୋକଙ୍କୁ ଦିଆହବ ମାନେ ଯୋଜନା ଦିଆହବ ପଇସା ଦିଆହବ, କିନ୍ତୁ ପ୍ରକୃତରେ କିଏ ପାଇବାକୁ ଯୋଗ୍ୟ ସେଇଟା ସେ କେବେ ମାନେ ମାନେ ତଥ୍ୟ ସଂଗ୍ରହ କରୁନାହାନ୍ତି। ମାନେ ଶିକ୍ଷା କ୍ଷେତ୍ରରେ ହେଲା ପିଲା ମାଟ୍ରିକ ପାସ୍ କଲେ କିନ୍ତୁ ପ୍ରକୃତରେ କେତେଟା ପିଲା ଯୋଗ୍ୟ ପ୍ଲସ ଟୁ ପଢିବାକୁ, ଗୋଟେ ଏଣ୍ଟ୍ରାନ୍ସ କରନ୍ତା କି ମାଟ୍ରିକ ପରୀକ୍ଷା ସଇଲା ଆଉ ଗୋଟେ ଏଣ୍ଟ୍ରାନ୍ସ ହବ, ସେ ଏଣ୍ଟ୍ରାନ୍ସ ଯିଏ ପାସ୍ କରିବ ପ୍ଲସ ଟୁ ପରୀକ୍ଷା ପଢିବ, କିନ୍ତୁ ନା ପିଲାମାନେ ଯେତେ କଣ କହୁଛନ୍ତି ନା ପଡିଗଲା କେବଳ ଶିକ୍ଷା ନୁହେଁ ସବୁ କ୍ଷେତ୍ରରେ ଅଳ୍ପ ବହୁତ ସେୟା ହୋଇଛି, କାହିଁକି ଆମର ଶାସନ ପଦ୍ଧତି ଏମିତି ଯେ ସେଥିରେ ବିଶେଷଜ୍ଞ ମାନଙ୍କର ବିଶେଷ ମୂଲ୍ୟ ନଥାଏ, କେବଳ ଲୋକ ଦେଖିବାକୁ ସେମାନଙ୍କୁ କେତେବେଳେ କେମିତି ଖୋଜା ଯାଇଥାଏ। ସେ କହୁଛନ୍ତି ଦେଖ କେମିତି ବିଶେଷଜ୍ଞ ମାନେ କଣ ମାନେ ଗୋଟିଏ ଦେଖ ଆମର ଯେମିତି ଶିକ୍ଷା କ୍ଷେତ୍ରରେ ଜଣେ ବିଶେଷଜ୍ଞ ଥିବ, ସେ କି ମୁଁ କହିବି ସିଏ ମାନେ ମୁଁ ଜଣେ ଇଞ୍ଜିନିୟରକୁ ଆଣିକିନା ମାନେ ଶିକ୍ଷା କ୍ଷେତ୍ରରେ ବସେଇବି, ମୁଁ କହିବି ତମ ଶିକ୍ଷାର କୋଉ ଦିନ ପରୀକ୍ଷା ହବ କଣ ହବ ତମେ ଗୋଟେ ମାନେ ଟାଇମ ଟେବୁଲ ତିଆରି କର, ସେ କରିପାରିବେ ସିଏ ହଉଛନ୍ତି କଣ ଇଞ୍ଜିନିୟର, ସେମିତି ଆମେ ସିଏ କହୁଛନ୍ତି କି ଘଟା ରାସ୍ତା ତିଆରି ହେଲା ଆମେ ସେଇ ଇଞ୍ଜିନିୟରକୁ ପଚାରିବା କି କେମିତି ରାସ୍ତା ତିଆରି ହବ କି କେମିତି ପୋଲ ତିଆରି ହେଲେ କେମିତି ସେ ବୁଝିବେ କିନ୍ତୁ ଆମେ ଯଦି ସେଇ ସରପଞ୍ଚ ଖାଲି ତା ମନକୁ ମନ ଆଣି ବାଲି ଗୋଡ଼ି ସିମେଣ୍ଟ ପକେଇଦବ ତମେ ନିଦ ମାଇଲାଣି ପକେଇଦବ ତା ମନକୁ ମନ ପୋଲ ତିଆରି କରିଦବ, ସେ ପୋଲଟା କେମିତି ମାସ ପରେ ଭୁଷୁଡିବ, ସେ କହୁଛନ୍ତି ସେମିତି ମାନେ ଆମର ଶିକ୍ଷା ବ୍ୟବସ୍ଥାର ସବୁ କ୍ଷେତ୍ରରେ ସରକାରଙ୍କର ଅବହେଳା, ମାନେ ବିଶେଷଜ୍ଞ ମାନଙ୍କୁ ଯଦି ପଚାରିକିନା ଯଦି ଆମର ଶିକ୍ଷା କ୍ଷେତ୍ରରେ ଯଦି ଠିକ ବିଶେଷଜ୍ଞଙ୍କୁ ରଖାଯାଇଥାନ୍ତା ତାହେଲେ ଆମେ କଣ ଆଜି ଏତେ ପାଠ ପଢିକି ବୁଲିଥାନ୍ତୁ, ପିଲାମାନେ ଦେଖ ଆଗରୁ ଲୋକମାନେ ପଞ୍ଚମ ପାସ୍ ସପ୍ତମ ପାସ୍ କରିକିନା ବି ହାଇସ୍କୁଲ ଟିଚର ହଉଥିଲେ, କିନ୍ତୁ ଆମେ ମାନେ ଆଜି ପିଜି ବିଇଡି ଇଞ୍ଜିନିୟର କରିକିନା କେତେ ଲୋକ ବୁଲୁଛନ୍ତି, କଣ ଯିଏ ଏଣ୍ଟ୍ରାନ୍ସ ପାସ୍ କରିବ ତାପରେ ଯିଏ କେତେ ପାଠ ପଢିକିନା ବି ତାପରେ ଆହୁରି କେତେ ପରିଶ୍ରମ କଲେ ଯାଇକି ଚାକିରି ପାଇବେ, କହୁନ ସେ ସେମିତି କହୁଛନ୍ତି କଣ ନା ଇଏ ହଉଛି ବିଶେଷଜ୍ଞ ମାନଙ୍କର ମାନେ ସବୁ ଅଭାବ, ମାନେ ଧର ଯୋଉ କୃଷି ବିଷୟରେ ଜଣଙ୍କର ଜ୍ଞାନ ଥିବ ବିଶେଷଜ୍ଞ ମାନେ ଶିକ୍ଷା ହଉ ଅର୍ଥନୀତି ହଉ ରାଜନୀତି ହଉ ମାନେ ସବୁ କ୍ଷେତ୍ରରେ ଗୋଟେ ଗୋଟେ ମାନେ ବିଶେଷଜ୍ଞ ରହିବା ଦରକାର। ତା ଛଡା ସବୁ ହୋଇସାରିଲା ପରେ ଯୋଜନା ଯେତେବେଳେ ଅର୍ଥ ବିଭାଗଙ୍କ ବିଚାରକୁ ଆସିଥାଏ ସେତେବେଳେ ପ୍ରଥମ ଆଘାତ ଶିକ୍ଷା ଉପରେ ପଡେ, ମାନେ ଅର୍ଥ ବିଭାଗ ମାନେ କଣ ଯୋଉ ଯୋଜନା ହେଲା ତାପରେ ସେ କଣ ନା ପଇସା ଛାଡିବା ମାନେ ସବୁ ଆକାଉଣ୍ଟ କ୍ଲିୟର ହେଇଗଲା ତାପରେ ସେ ପଇସା ଛାଡିବ ହେଲା, ପଇସା ଛାଡିଲା କଣ ଯେମିତି ଯେମିତି ଏବେ ସୁଭଦ୍ରା ଯୋଜନା ହଉଛି ଅଧା ଲୋକଙ୍କର ଆସୁନି ସେ ଖାଲି କହୁଛି ଆମର କାହିଁକି ଆସୁନି କାହିଁକି ଆସୁନି ଯାଇଥିଲି ଚେକ୍ କରୁଥିଲି, କିନ୍ତୁ ସେ ସିଏ ଯୋଉ ମାନେ ଏଇ ଯୋଉ ମେସେଜ ଟା ସିଏ ଯୋଉ ଚେକ୍ କରୁଥିବେ ଆମର କାହିଁକି ଆସୁନି ସେ ମେସେଜ ଟା କୋଉଠି ଯାଉଥିବ ଯିଏ ପଇସା ପଠଉଛନ୍ତି, କିନ୍ତୁ ପ୍ରକୃତ ଭୁଲ କଣ ଯିଏ ଯୋଗ୍ୟ ବ୍ୟକ୍ତି କଣ ପ୍ରଥମରୁ ମାନେ ଯିଏ ପଠେଇଛନ୍ତି ଯିଏ ଇଲିଜିବୁଲ କି ନାହିଁ ତାଙ୍କ ଆକାଉଣ୍ଟରେ କଣ ଭୁଲ ଥିବ ନାଇଁ କି ପୁଣି ଅର୍ଥ ବିଭାଗ କଣ କରିବ ନା ତାଙ୍କୁ ମାନେ ଖୋଜିକିନା ଦବ କି ତମ ଆକାଉଣ୍ଟରେ ଏଇଟା ଭୁଲ ଅଛି ତମେ ଠିକ କର ତାପରେ ଯାଇକି ତମକୁ ପଇସା ଦିଅ, ଏତିକି ପିଲାମାନେ ପଢିଲେ ଗୋଟେ ବୁଝି ହେଲାଣି। କଣ ପିଲା ତମର ଏତେ କମ ଆସୁଛନ୍ତି? ହଁ ଆଉ ଗୋଟେ ପାରାଗ୍ରାଫ ପଢିଦବା। ପିଲାମାନେ ଘରେ ଯାଇ ସବୁ ଓଡିଆ ପଢୁନ, ପୁଅ ପିଲାମାନେ ଘରେ ଯାଇ ଓଡିଆ ପଢୁନ, ଆଁ ପଢୁଛ
ନା ତମକୁ ସହଜ ଲାଗୁଛି ଓଡିଆଟା ବୋଲି ପଢୁନ, ପରୀକ୍ଷା 15 ଦିନ ଥିବ ପଢିବ। ହେଇଗଲା ସବୁ ପଣ୍ଡିତ ହେଇଗଲା। ସରିଲା ପିଲାମାନେ ନେକ୍ସଟ ପାରାଗ୍ରାଫ ପଢିବା। ନେକ୍ସଟ ପାରାଗ୍ରାଫ ପଢିବା। ଗୋଟେ ପାରାଗ୍ରାଫ ଦେଖ, ଏହି ସମ୍ପର୍କରେ ନିକଟରେ ଅଳ୍ପ କେତେ ଶୁଣ, ଅଳ୍ପ କେତେ ଦିନ ତଳେ ହଉଛି ଗୋଟେ କଣ ନା ପତ୍ରିକା ହେଲା, ଏଇଟା ଗୋଟେ କୋଶ୍ଚିନ୍ ଅଛି ତଳେ ଗାର ମାରିଦିଅ। ଗୋଟିଏ ଲେଖା ବାହାରିଥିଲା, ଭାରତୀୟ ଲୋକେ କାହିଁକି ପାଠ ପଢି ସାରିଲା ପରେ ଆମେରିକା ଛାଡି ଆସିବାକୁ ଚାହୁଁନାହାନ୍ତି। କଣ ପାଇଁ? ଏବେ କହିଲି କଣ ପାଇଁ ଆସୁନାହାନ୍ତି? ଯୋଉମାନେ ବାହାରେ ପଢୁଛନ୍ତି ସେମାନେ ଆମ ଭାରତକୁ ଚାକିରି କରିବା ପାଇଁ ଆସିବେ। ସେଠି ବି ତାଙ୍କର ଅଧିକ ମାନେ ଦରମା, ତାପରେ ଆଉ ଗୋଟେ କଥା ସେଠି ତାଙ୍କର ଅଧିକ ସମ୍ମାନ ହେଲା, ଏଠି ଦରମା ନାହିଁ କି ସମ୍ମାନ ବି ନାହିଁ। ସେଥିରେ ସେ ଆମେରିକାର ସୁଖ ସମ୍ଭୋଗ, ଟଙ୍କା ପଇସା କଥା ଛାଡିଦେଲେ ଅସଲ କଥା ଲେଖିଛନ୍ତି, ଭାରତରେ ବିଶେଷଜ୍ଞ ମାନଙ୍କର ବିଶେଷ ମୂଲ୍ୟ ନାହିଁ। ସେଠି ସବୁ କଥା ଶାସକ ମାନଙ୍କ ଦ୍ଵାରା ନିୟନ୍ତ୍ରିତ ହୁଏ। ଶାସକ କିଏ? ଶାସକ ଯିଏ ଶାସନ କରନ୍ତି, ଧର ଯୋଉ ମାନେ ଏବେ କଣ ଆଗରୁ ଥିଲେ ରାଜା ଥିଲେ, କିନ୍ତୁ ଏବେ ହଉଛି ରାଜନୀତି। ଧର ଯୋଉ ଆମେରିକାରୁ ଗୋଟେ ବିଶେଷଜ୍ଞ ଆସିଲେ ମାନେ ପାଠ ପଢିକିନା, କି ତାଙ୍କର କିଛି ମତ ନାହିଁ, ମାନେ ଶାସନ କ୍ଷେତ୍ରରେ ଯାହା ଶାସକ ଯାହା କହିବ ତା ଅନୁସାରେ ସିଏ ଚାଲିବ। କିନ୍ତୁ ସିଏ ଏତେ ମାନେ ବାହାରୁ ପାଠ ପଢିକି ଆସଛନ୍ତି, ତାଙ୍କର ତ କିଛି ବିଶ୍ୱାସ ଦରକାର ନା ନାହିଁ। ସେଠି ସବୁ କଥା ଶାସକ ମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ। ଭାରତ ବର୍ଷରେ ଯେଉଁ ବିଭାଗରେ ଯେତେ ବିଶେଷଜ୍ଞ ଅଛନ୍ତି, କଣ ଅର୍ଥ ବିଭାଗରେ ଜଣେ, ଶିକ୍ଷା ବିଭାଗରେ, କୃଷି ବିଭାଗରେ, ରାଜନୀତି ବିଭାଗରେ, ସବୁ ବିଷୟରେ ଜଣେ ଜଣେ ଅଛନ୍ତି। ଯେତେ ବିଶେଷଜ୍ଞ ଅଛନ୍ତି ସେମାନେ ସମସ୍ତେ ଅଳ୍ପ ବହୁତ ନିଶ୍ଚୟ ଏକଥା ଅନୁଭବ କରିପାରୁଥିବେ। ଏହି ବିଷୟରେ ଗଲା ମେ ମାସ ବମ୍ବେରୁ ବାହାରୁଥିବା ସଣ୍ଡେ ଷ୍ଟାଣ୍ଡାର୍ଡ, ଏଇଟା ଗୋଟେ ଅଣ୍ଡରଲାଇନ୍ କର, ସଣ୍ଡେ ଷ୍ଟାଣ୍ଡାର୍ଡ କାଗଜରେ ଶାସକ ଓ ବିଶେଷଜ୍ଞ ଶୀର୍ଷକ ଗୋଟିଏ ଅଗ୍ରଲେଖରେ ଅତି ଗ୍ରହିତ ଅଥଚ ପ୍ରଣିଧାନଯୋଗୀ ମତବାଦ ପ୍ରକାଶ କରିଛନ୍ତି। ମାନେ ସେ କହୁଛନ୍ତି ଗୋଟେ ବମ୍ବେରୁ ମେ ମାସରେ ଗୋଟେ ପତ୍ରିକା ବାହାରିଥିଲା, କଣ ନା ସଣ୍ଡେ ଷ୍ଟାଣ୍ଡାର୍ଡ। ସେଇଥିରେ ଗୋଟେ ଲେଖା ଥିଲା କଣ ନା ଶାସକ ଆଉ କଣ ନା ବିଶେଷଜ୍ଞ ଭିତରେ ପାର୍ଥକ୍ୟ କଣ। କଣ ଲେଖା ଥିଲା? ବିଶେଷଜ୍ଞ ମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ। ମାନେ ବାହାରୁ ଯୋଉମାନେ ଆମେରିକା, ଲଣ୍ଡନ ଯୋଉମାନେ ସବୁ ପାଠ ପଢିକି ଆସୁଛନ୍ତି, ତାଙ୍କ ଭାରତରେ କିନ୍ତୁ ସେ ଆମ ଭାରତର ପିଲା ହେଇଥିବେ, କିନ୍ତୁ ଯେତେବେଳେ ବାହାରୁ ଆସିଲେ ତାଙ୍କୁ ସେହିପରି ମାନେ ସମ୍ମାନ ମିଳୁନି। ସେ ଯାହା ବି ହେଲେ ବହୁତ ଜ୍ଞାନୀ ହେଇଥିବେ ନା, ତାଙ୍କୁ ସମ୍ମାନ ମିଳୁନି। ଆଉ କଣ ନା ବିଶେଷଜ୍ଞ ମିଳୁନାହିଁ ବୋଲି ଭାରତୀୟ ଛାତ୍ର ମାନେ ଆମେରିକା ଛାଡି ଆସିବାକୁ ଚାହୁଁନାହାନ୍ତି। ଭାରତ ସରକାର ଜଣେ ଛାତ୍ରଙ୍କୁ ଲେଖିଥିଲେ ଯେ
ଭାରତ ସରକାର ତ ଆମେରିକା ସରକାର ଭଳି ଧନୀ ନୁହନ୍ତି। ମାନେ ଆମର ଭାରତ ସରକାର ଯେ ଗୋଟେ ଛାତ୍ରୀ ପାଖକୁ ଚିଠି ଲେଖିଥିଲେ ହେଲା କି ଆମର ଭାରତ ସରକାର ତ ମାନେ ଆମେରିକା ପରି ମାନେ ଧନୀ ନୁହନ୍ତି କି ତମକୁ ମାନେ ସେଇଭଳିଆ ମାନେ ଦରମା ଦେଇପାରିବ, କିନ୍ତୁ ତମେ ମାନେ ତମର ମାନେ ଦେଶ ପାଇଁ ତ କିଛି ଦେଖ। ହଁ, ତେଣୁ ସେ ଅନ୍ତତଃ ନିଜ ଦେଶର ସେବା କରିବା ପାଇଁ ନିଜ ଦେଶକୁ ଫେରି ଆସେ। ଆମେ ତ ସେତିକି ଦରମା ଦେଇପାରିବୁନୁ, ଭାବିନି କି ମୁଁ ମୋ ଦେଶର ଟିକେ ସେବା କରୁଛୁ, କିନ୍ତୁ ସିଏ ଯେତିକି ଦେଖ ବାହାରେ ଯାଇକି ଆମେରିକା ପାଇଁ କାର୍ଯ୍ୟ କରୁଛନ୍ତି, ଯଦି ସେଇ ବିଶେଷଜ୍ଞ ଆମ ଭାରତର କାମ କରିବ, ଆମ ଭାରତ କେତେ ଉପରକୁ ଯିବ ନା ନାହିଁ। ଆମେ ତ ସେତିକି ଦରମା ଦେଇପାରିବୁନୁ, କିନ୍ତୁ ସିଏ ଭାବନ୍ତୁ କି ଆମେ ଆମ ଦେଶ ମାର ମାନେ ସେବା କରୁଛୁ, ଏତିକି ତ ଭାବନ୍ତୁ। ତାପରେ ସିଏ କଣ କରିଥିଲେ, ସେଥିରେ ଛାତ୍ର ଜବାବରେ ଲେଖିଥିଲେ ଯଦି ତାଙ୍କୁ ଯଦି ଭାରତର ଜଣେ ଗଭର୍ଣ୍ଣରଙ୍କ ସହିତ ସମାନ ଦରମା ଦିଆଯାଏ, ତାହେଲେ ସେ ଫେରିବା କଥା ବିଚାର କରେ। ମାନେ ତାଙ୍କୁ ଆମେରିକାରେ ଏତେ ଟଙ୍କା ଦରମା ମିଳୁଛି ଯେ ମାନେ ଏଠି ମାନେ ଭାରତରେ ଗୋଟେ ଗଭର୍ଣ୍ଣର ଦରମା ସାଙ୍ଗରେ ବି ତାଙ୍କ ଦରମା ସମାନ। ମତେ ଯଦି ଗଭର୍ଣ୍ଣରକୁ ଯେତେ ଦରମା ଦିଆଯାଉଛି, ମତେ ଯଦି ସେତିକି ଦରମା ଦିଆଯିବ, ତାହେଲେ ମୁଁ ଯିବା କଥା ଭାବିବି। ମାନେ ପୁରା ଆସିବିନି, ମୁଁ ଭାବିବି ଯିବା କଥା। କଣ ପାଇଁ ନା ବିଦେଶର ଲୋକ ରହି ଏମିତି କଥା ଶୁଣାଇ ପାରୁଛନ୍ତି, ଅଥଚ ସେହି ଷ୍ଟାଣ୍ଡାର୍ଡ ଲୋକ ଏ ଦେଶରେ 15 ବର୍ଷ କାମ କଲେ ମଧ୍ୟ ପ୍ରଥମ ପାହାଚରୁ ଦ୍ୱିତୀୟ ପାହାଚ ପହଞ୍ଚି ପାରନ୍ତି। କଣ ନା ସେ କହୁଛନ୍ତି ପ୍ରମୋସନ କଥା। ମାନେ ବାହାର ଲୋକମାନେ ପାଇକି ବର୍ଷକୁ ବର୍ଷ ପ୍ରମୋସନ ହେଇଛନ୍ତି, କିନ୍ତୁ ସେଇ ଲୋକ ଯଦି ମାନେ ସେଇ ବିଶେଷଜ୍ଞ ଯୋଉମାନେ ଆମେରିକାରୁ ପାଠ ପଢି ଆସିକି ଭାରତରେ ଚାକିରି କରିଛନ୍ତି, ସେମାନେ ବି 10 ବର୍ଷ ହେଇଗଲାଣି ପ୍ରମୋସନ ପାଇନାହାନ୍ତି। ଯୋଉ ପ୍ରଥମ ପାହାଚରେ ରହିଯାଇଛନ୍ତି ସେଇଠି ହିଁ ସେ ରହିଯାଉଛନ୍ତି, ମାନେ ସେ ଆଗକୁ ବଢୁନାହାନ୍ତି। ମାନେ କେତେ ମାନେ ଭାରତରେ ସବୁ କେତେ ମାନେ ଖରାପ ମାନେ ଚିନ୍ତାଧାରା। ମାନେ ଆସୁଛନ୍ତି, ତାଙ୍କୁ ତ ସେତିକି ଦରମା ଦଉନାହାନ୍ତି, ସମ୍ମାନ ବି ଦଉନାହାନ୍ତି, ତାପରେ ତାଙ୍କର ପ୍ରମୋସନ କରୁନାହାନ୍ତି। ସେଠି କାହିଁ ଏଥିପାଇଁ ଏ ଦେଶର ବିଶେଷଜ୍ଞ ମାନଙ୍କର କୌଣସି କଥା କରିବା ପାଇଁ ବ୍ୟକ୍ତିଗତ ଉତ୍ସାହ କିମ୍ବା ସ୍ପୃହା ନାହିଁ, ମାନେ ଇଚ୍ଛା ନାହିଁ। ତାଙ୍କୁ ଇଚ୍ଛା ନାହିଁ କି ଆମର ଭାରତ ମାର କିଛି ସେବା କରିବା ପାଇଁ ତାଙ୍କର ଇଚ୍ଛା ନାହିଁ। ଦ୍ୱିତୀୟରେ ଯେଉଁଥିରେ ଯାହାର ବା ଛୁଆ ଅଛି, ସେ ବିଷୟରେ ତାଙ୍କୁ ଯଥାଶୀଘ୍ର ନିସ୍ପୃହ କରିବା ପାଇଁ କମ ଲୋକ ନାହାନ୍ତି। ମାନେ ଧରାଯାଉ ଜଣେ ଆସିବ ବାହାରୁ ପାଠ ପଢିକିନା, ସିଏ ଜଣେ ଗୋଟେ ଭଲ ଡାକ୍ତର ହଉ କି ଗୋଟେ ଭଲ ବିଶେଷଜ୍ଞ ହଉ ହେଲା, ଜଣେ ଭଲ ସାଇଣ୍ଟିଷ୍ଟ ବି ହଉ, ସେ ଯଦି ଭଲ କାମ କଲା, ଲୋକମାନେ ସାଙ୍ଗେ ସାଙ୍ଗେ ଅଛନ୍ତି ତା ଗୋଡକୁ ଟାଣି ତାଙ୍କର କେମିତି ସବୁ ବଦନାମି କରିକି ସେମିତି ତାଙ୍କୁ ଚାକିରିରୁ ବାହାର କରିଦେବେ। ନାଇଁ, ସେମାନେ କେବେ ଚାହିଁବେନି କି ଆମ ଦେଶ ପାଇଁ ଯଦି କାମ କରୁଛି, ତାହେଲେ କାମ କରୁଛି ଦେଶ ପାଇଁ କିଛି ଆଗକୁ ଯିବ, ସାଙ୍ଗେ ସାଙ୍ଗେ ତା ଗୋଡଟାକୁ ଟାଣିଦେବେ। ନାଇଁ, ଓଡିଆଙ୍କର ନୀତି ଆଉ ଏହି ସମ୍ପର୍କରେ ଦେଶରେ ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ନହେବା ପର୍ଯ୍ୟନ୍ତ ଅବସ୍ଥାରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ। ସେ କହୁଛନ୍ତି ଯଦି ଦେଶରେ ମାନେ ଏଇ ଯୋଉ ସବୁ ପଦ୍ଧତି ରହିଛି, ଯଦି ସେଇଟାକୁ ଆମେ ପରିବର୍ତ୍ତନ କରିପାରିବୁ, ତାହେଲେ ଆମ ଦେଶରେ କିଛି ଉନ୍ନତି ହେଇପାରିବ। ଯେପର୍ଯ୍ୟନ୍ତ ଆଉ ସବୁ ପରିବର୍ତ୍ତନ ହେଇନି, ଦେଶରେ କୌଣସି ପରିବର୍ତ୍ତନ ହେଇପାରିବ ନାହିଁ। ପଢିବେ ଏଇଟା ପଢେଇବି, ଏଇଟା ପଢିବେ। ଦେଖ, ବଡ ବଡ ଯୋଜନା, ବଡ ବଡ ବିଶେଷଜ୍ଞ କଥା ଛାଡିଦେଲେ ଶିକ୍ଷାର ସାଧାରଣ ସ୍ତରରେ ଯାହା ହେଲାଣି, ଯେଉଁ ପ୍ରକାର ଅଧୋଗତି ଦିନକୁ ଦିନ ଚାଲିଛି, ତାକୁ ନ ରୋକିଲେ ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ। ସେ କହୁଛନ୍ତି ବିଶେଷଜ୍ଞ ମାନଙ୍କୁ ତ ଯାହା ଶୋଚନୀୟ ଅବସ୍ଥା ହେଇଛି, ଶିକ୍ଷା କ୍ଷେତ୍ରରେ କେତେକ ସବୁ ମାନେ ବାଧାପ୍ରାପ୍ତ ହଉଛି। ମାନେ ଯାହା ମାନେ ଯିଏ ପଢିବାକୁ ଯୋଗ୍ୟ ନୁହଁ, ଯାହାର ଦେଖ ପିଲାମାନେ ହଁ ତଳୁ ତଳୁକୁ ଆଗେ ଶିକ୍ଷା କ୍ଷେତ୍ରରେ ଦେଖ ପିଲାମାନେ ପଞ୍ଚମ ବି ଯୋଉମାନେ, ମୋ ଜେଜେମା କଥା କହୁଛି, ସେ କଣ ନା ପଞ୍ଚମ ପଢିକିନା ସମ୍ପୂର୍ଣ୍ଣ ଶ୍ଲୋକ ବି ପଢି ଦଉଛନ୍ତି, ସବୁ ଭାଗବତ ରାମାୟଣ ସବୁ ବହି ପଢି ଦଉଛନ୍ତି, କିନ୍ତୁ ଆଜି ଗୋଟେ ମାଟ୍ରିକ କି ପ୍ଲସ ଟୁ ପିଲାଙ୍କୁ ଦିଅ, ସେ ଗୋଟେ ଭାଗବତ ବହି ପଢିପାରିବେ ପୁରା ସିଓର ଏଇଟା। ନାଇଁ କି? ଆଉ ଯୋଉ ପିଲାମାନେ ଦେଖିବ ମାଟ୍ରିକରେ 200 କି 250 ମାର୍କ ରଖିଛନ୍ତି, ସିଏ ଗୋଟେ ଇଞ୍ଜିନିୟର ହେଇପାରିବ କି? ଯାହାର ପଇସା ଅଛି ସେ ଗଲେ ବଡ ବଡ କଲେଜରେ ପଇସା ଦେଇକି ଆଡମିସନ କରିଦେଲେ, ଖାଲି ସାର୍ଟିଫିକେଟ ମାର୍କ ନେଇ ଆସିଲେ, ନା କଣ ଆମ ପୁଅ ଇଞ୍ଜିନିୟର। ନାଇଁ, ସେମିତି ସେ କହୁଛନ୍ତି ଆଗରୁ ଯାହା ଶିକ୍ଷା ପଦ୍ଧତି ଥିଲା, ଏବେ ତାହା ମାନେ ତଳକୁ ତଳକୁ ଯାଉଛି। କଣ ପାଇଁ ନା ଏଇ ଯୋଉ କଣ ନା ଆମେ ଆଗକୁ ପଢିବ ଅଛି, ମାନେ ଏଇ ଯୋଉ ଆମର ଏମବିଡି ର ପ୍ରସ୍ତୁତି ହେଲା, ଏଇଥିରେ ଅଛି ପଢିବ।
ଶିକ୍ଷା ପ୍ରସାର ବାହାରକୁ ଯେତେ ଦେଖାଯାଉଥିଲେ ମଧ୍ୟ ଯେଉଁମାନେ ଶିକ୍ଷା କଥା ଜାଣୁଛନ୍ତି ସେମାନେ ନିଶ୍ଚୟ ଅନୁଭବ କରିପାରୁଥିବେ ଶିକ୍ଷା ରାଜ୍ୟରେ ଏକ ନିରୁପାୟ ଅବସ୍ଥାରେ ଆସି ପହଞ୍ଚିବ। ମାନେ ଶିକ୍ଷା ଆଗରୁ କେମିତି ଅବସ୍ଥା ଥିଲା ଆଉ ଏବେ ଆସିକି କେତେ ଶୋଚନୀୟ ଅବସ୍ଥାରେ ପହଞ୍ଚି ପାରିବ। ମାନେ ଗୋଟାଏ ମାନେ ବିଶ୍ୱାସ କରିବନି 8ଟା ପୋଷ୍ଟ କାଲି ଗୋଟେ ଏକ୍ଜାମ ଥିଲା ରେଲୱେର 8ଟା ପୋଷ୍ଟ ପକେଇଛନ୍ତି ଲକ୍ଷଟା ଛୁଆ। ମାନେ ଭାବ ମାତ୍ର 8ଟା ପୋଷ୍ଟ ଲକ୍ଷ ପିଲା ପକେଇଲେ। ମାନେ ଭାବ ମାନେ ଯଦି ସେମିତି ଶିକ୍ଷାର ଥାନ୍ତା ଜଣେ ମାଟ୍ରିକରେ ମାନେ ଯଦି ମାଟ୍ରିକ ସେତିକି ଷ୍ଟ୍ରିକ୍ଟ ଥାନ୍ତା ପ୍ଲସ2 ଆଗରୁ ଥିଲା ପଞ୍ଚମର ଗୋଟେ ବୋର୍ଡ ସପ୍ତମର ଗୋଟେ ବୋର୍ଡ ହେଲା ପୁଣି ଯାଇକିନା ଦଶମରେ ପୁଣି ନବମ ଦଶମ ଦିଟା ଫେଲ ଥିଲା ଯଦି ନବମରେ ତମେ ଫେଲ ହବ ଦଶମ ପରୀକ୍ଷା ଦେଇପାରିବ କିନ୍ତୁ ଏବେ ଟୋଟାଲି ଅଲ ପାସ୍ ଅଲ ପାସ୍ ନା ନାଇଁ ସେଥିପାଇଁ ବୋଧହୁଏ ଭାରତ ସରକାର ଏକ ଶିକ୍ଷା କମିଶନର ବର୍ତ୍ତମାନ ବସାଇ ଭାରତୀୟ ପରିସ୍ଥିତିର ନିରୀକ୍ଷଣ କରୁଛି। ଯେତେ ନିରୀକ୍ଷଣ କଲେ କଣ ନୁହଁ ଯେତେ ସବୁ ଶିକ୍ଷା ବ୍ୟବସ୍ଥା ମାନେ ପିଲାମାନେ କେତେ ପାଠ ପଢିବେ ତାପରେ ଆଗରୁ ପିଲାମାନେ ଦେଖ ଏତେ ଛାତ୍ର ବୃତ୍ତି ଥିଲା କିନ୍ତୁ ଏବେକାର ପିଲାମାନେ ମାନେ ମୁଁ ମୋ କଥା କହୁଛି ମୁଁ ବି ସ୍କଲାରସିପ ପାଇଛି ମାନେ ଏବେ ପିଲାମାନେ କେତେ ସବୁ ମାନେ ପଇସା ପାଇକିନା ବି ମାନେ ସେତିକି ମାନେ ପଢୁନାହାନ୍ତି। ଖାଲି କେମିତି ଆସ ମାର୍କ ମାନେ ଭଲ ଜ୍ଞାନୀ କିଛି ତ ସେଇଟା ନୁହେଁ ଖାଲି ଆମେ କେମିତି ମାର୍କ ରଖୁ ପଢ ଏତିକି ପଢ ନେକ୍ସଟ କ୍ଲାସ ସରିଯିବ ନାଇଁ ନା ନେକ୍ସଟ କ୍ଲାସ ଛାଡିଦବା ଏଇଟା ପାଠ କଣ ଦିଆହେଲା କପି ପରିଚୟ ଦିଆହେଲା ଆଉ କିଛି ଦଉନି ଏ ବିଷୟ ପଢିକି ଆସିବ ଯୋଉଟା ନ ବୁଝିଲା ବୁଝେଇଲ ପିଲାମାନେ ପରୀକ୍ଷା ପିଲାମାନେ ଆଉ ଡିସେମ୍ବର ଜାନୁଆରୀ ଏଟା ତ 10 ଦିନ ପରେ ସରିଯିବ ଆଉ 2 ମାସର କଥା ଫେବୃଆରୀ 15 ତ ପରୀକ୍ଷା ଆଉ 15 ଦିନ କଣ ଆଉ ପ୍ରାକ୍ଟିକାଲ ବି 10 ଦିନ ପଳେଇଛି ଆଉ 2 ମାସ ପରୀକ୍ଷା ସେଇ ହିସାବରେ ପାଠ ପଢୁଛନ୍ତି ପାଠ ତ କିଛି କହିବନି ବର୍ଷ ଫାଷ୍ଟ ଯା ଟିକେ ପାଇ ବର୍ଷ ଫାଷ୍ଟ ଯା ଟିକେ ପଢି ପଢି ଆଉଥିଲେ ଏବେ କିଛି ପଢୁନି ପୁଅ ପିଲା ତ ତାଙ୍କର ମରୁଡି ପଡିଯାଇଛି ଆଗରୁ ସବୁ ଆସିଥିଲେ 4-5 ଜଣ ଟପ୍ କରିବେ ଆସୁନୁ କଣ ପାଇଁ କଲେଜ ଯାଉ ଟପ୍ କରିବେ ଛାଡ ନ ଆସନ୍ତୁ ଯୋଉମାନେ ନ ଆସିବେ ମୁଁ ଯାହା ବି ନ ଡାକିବି ତାଙ୍କୁ କେହି ଦବ ପସ୍ତେଇବେ ମୁଁ କହିଲି ପଢିବାକୁ ନା ବସି ଗପିବାକୁ ଏ ଗ୍ରାମାର ପୁଣି ମୂଳ ପଚାରୁଛି ରୁଢିରୁ ପିଲାମାନେ ବନ୍ଦ କର ବହି ଅକସ ରଖିବା ଅଗ୍ନି ଶର୍ମା ହେବା ଖୁବ ରାଗି ଯିବା ଅଠା କାଠିରେ ପଡିବା ଅସୁବିଧାରେ ପଡିବା ଅଠା ବଳିବା ଅନ୍ୟ ମୂଳେ ଦୋଷ ଦେବା ଅନ୍ଧ ଦେଶରେ ଦର୍ପଣ ବିକିବା ମୂର୍ଖ ଆଗରେ ଜ୍ଞାନ ଚର୍ଚ୍ଚା କରିବା ଅନ୍ଧାରରେ ବାଡି ବୁଲାଇବା ଅନୁମାନ କରିବା ଆକଟ କରିବା ଶାସନ କରିବା ଆଖି ଦେଖାଇବା ଭୟଭୀତ କରାଇବା ଆଖି ଲାଖିଯିବା ଲୋଭ ସମୟ ହବ ଆଖିରେ ଧୂଳି ଦେବା ଠକି ଦେଇ ଚାଲିଥିବା
ଆକୁ କିଆରେ ପଶିବା ଲକ୍ଷ୍ୟ ପୁଅ ପିଲାଟା ସେ ଗୋଟିଏ ପିଲା ହିଁ ପଢିକିନା ଆଉ ଗୋଟିଏ ପିଲା ସେ ପଢିକିନା ଆଉ କେହି ଖାଲି ଆସିକି ମୁହଁ ଦେଖିକିନା ଯାଉଛନ୍ତି। ଗ୍ରାମାର ବି ପିଲାମାନେ ଏଗାର ମାର ପଢିବେ। ଆକୁ କିଆରିରେ ପଶିବା ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବି। ଆପଣା ସିଂହରେ ମାଟି ତାଡିବା ଏଇଟାକୁ ମିଶେଇ ତମର ମୁଁ 4 ଥର ରୂଢି ପଚାଶ ତାପରେ ବି ତମାନେ କହିବ ବାବା ତମାନେ ସବୁ କେତେ ପଣ୍ଡିତ ନା ବହୁତ ପଣ୍ଡିତ ଆଳୁ ଫଳୁ ଫଳୁ ମହାଦେବ ବାହାରିବା ଗୋଟେ କାଣ୍ଡ ଇନ୍ଦ୍ର ଚନ୍ଦ୍ର ନ ମାନିବା ଉପରେ ଉପରେ ଭାସିବା ଅନ୍ୟ କୁସୁମ ଧନ ଗଜା ହେବା ସମ୍ଭବ ହେବା ଖାଲି ଅନେଇଥାଉ ମତ ଆଉ କିଛି ନାହିଁ। ଏକାନରେ ପୁଣି ସେକାନରେ ବାହାର କରୁ ବସିନାହାନ୍ତି କଥା ଏକାନରେ ପୁଣି ସେକାନରେ ବାହାର କରୁ। କପାଳ ଫାଟିବା ଭାଗ୍ୟ ଖରାପ ତମର ଗ୍ରାମାର ଏକ୍ସାମ ମାର୍କ ଏମସିକ୍ୟୁ ପଡିବ ହେଲା ତମେ ସିନା ଜାଣିଥିଲେ ପଢିଥିଲେ ସିନା ଜାଣିବ ଏମସିକ୍ୟୁ ଏଇଟା ଠିକ ତାହେଲେ ଭୁଲ ମାରିକି ଆସିବନି। କପାଳରେ ହାତ ଦେବା କଳାକୁ ଧଳା କରିବା ଭୁଲକୁ ଠିକ କରିବା କୁଟା ଖଣ୍ଡିକ ଦ୍ୱିଖଣ୍ଡ ନ କରିବା ଅଳସୁଆ କୁହୁଡି ପହଁରିବା ପରିଶ୍ରମ କଣ କହିଲେ ହାତ ଫେରିକି ଖଣ୍ଡା ଧରରେ ବାଟ ଚାଲିବା ଖାଇବା ପତ୍ରରେ ଧୂଳି ଦେବା ଜୀବିକାର ଝିଅ କାଢିବା ଘଣ୍ଟ ଘୋଡାଇବା ଚଳୁ କରିଦେବା ଜନ୍ତୁ କୁଟିବା ପରିଶ୍ରମ ଚାଲିଲା ଶଗଡ଼ରେ ହାତ ଦେବା ଚିତା କାଟିବା ଠକିବା ତମାନେ ଯେମିତି କଣ ଠକୁଛ ନା ସବୁ ଉଦାହରଣ ତମାନେ ତମକୁ ସବୁ ଛାଇ ନ ମାଡିବା ଛାତିକୁ ପଥର କରିବା ଛେନାରୁ ଚୋପା ଛଡାଇବା ପାଣି କରିଦେଇଛ ଜିରାରୁ ଶିରା କାଢିବା ଏମିତି କହିବି ତମାନେ ପାଠ ପଢୁ କହିଲେ ତମେ ପାଠ ପଢିବ। 3 ବାଞ୍ଜିରୁ ଯିବା ତିଳକୁ ତାଳ କରି ଛୋଟ କଥାକୁ ବଡ କରି ଦାନାରେ ଧୂଳି ଦେବା ଜୀବିକାରେ ଦୁଇ ନାଁରେ ଗୋଡ ଦେବା ନାକ ଟେକିବା ଖରାକୁ ସରା ମଣିଷ କାହାକୁ ମାନେ ଖାଦ୍ୟ ପିଠିରେ ପଡିବା ପାଣିରେ ସର ପକାଇବା ଯେ କୌଣସି କୌଶଳରେ ଗୋଟେ କଥା କହିକି ମନ ଭୁଲାଇବି ପାଟ କାଟିବା ବାମନ ହୋଇ ଚନ୍ଦ୍ରକୁ ହାତ ବଢାଇବା ବିରାଡି କପାଳକୁ ଶିକା ଛିଣ୍ଡିବା ବିରାଡି ବେକରେ ଘଣ୍ଟି ବାନ୍ଧିବା ଝେଳା ବୁଡିବା ମାଛିକୁ ମ ବୋଲି ନ କହିବା
मुंड को हाथ पाइबा रोजगारक्षम मुंड झाड़ तुंडरे मारिबा कठोर परिश्रम रक्त चाउल चोपाइबा रागर चर्चा मुहा जानी पानी देबा लोक जानी व्यवहार सज माछरे पोक पकाइबा सज माछरे पोक पकाइबा दोष शून्य काटले दोष हलिला पानी गोड़ न देबा विपद आसी हाथे मापी जाकने चलीबा सावधान सतर्कतार काम करिबा आर क्लास को क्रियाहीनटा पचे क्रिया युक्त गला क्रियाहीनटा पचे कवि को परिचय प्रेजेंट